ଯୌତୁକ ଜୁଇରେ ଜଳିଗଲା ବଧୂ ମାର କୋଳ ଖୋଜୁଛି 7 ମାସର ନିଷ୍ପାପ ଶିଶୁ। ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆ ଗାଁର ଅମର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ବାହା ହୋଇଥିଲା ଗୁରୁଗମ୍ଭୀର ଗାଁର ସୁଦାମ ପଣ୍ଡାଙ୍କୁ। ଦାବି ମୁତାବକ ଯୌତୁକ 2 ଲକ୍ଷ ଟଙ୍କା ସହ ସୁନା ଗହଣା ମଧ୍ୟ ଦିଆଯାଇଥିଲା। ହେଲେ ଯୌତୁକ ଲୋଭ ଗ୍ରାସ କରିଥିଲା ଲକ୍ଷ୍ମୀପ୍ରିୟାଙ୍କ ଶାଶୁଘର ଲୋକଙ୍କୁ। ଶ୍ୱଶୁର ଅଭିମନ୍ୟୁ ପଣ୍ଡାଙ୍କ ସହ ସ୍ୱାମୀ ଓ ଶାଶୁ ସମସ୍ତେ ନିର୍ଯାତନା ଆରମ୍ଭ କରିଥିଲେ ନିରୀହା ଲକ୍ଷ୍ମୀପ୍ରିୟାଙ୍କ ଉପରେ। ଆଉ ଶେଷରେ ସୀମା ଟପି ଯାଇଥିଲା ସବୁ ନିର୍ଯାତନା। ଲକ୍ଷ୍ମୀପ୍ରିୟାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଯୌତୁକ ଲୋଭୀ ଦାନବମାନେ। ଶରୀରର 90% ପୋଡ଼ି ଯାଇଥିବା ବେଳେ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି ଲକ୍ଷ୍ମୀପ୍ରିୟା। କେମିତି ତାଙ୍କ ଦେହରେ ନିଆଁ ଲଗାଯାଇଥିଲା ଆଉ 7 ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ ବି କେମିତି ପାଲଟି ଯାଇଥିଲା ଶୈତାନ, ଶୁଣନ୍ତୁ ଲକ୍ଷ୍ମୀପ୍ରିୟାଙ୍କ ମୁହଁରୁ। ମୋ ଶ୍ୱଶୁର ମୋ ସ୍ୱାମୀ ମୋତେ ନିଆଁ ଲଗାଇବାର ଯାଇଥିଲେ। କିରୋସିନ ମୋ ଶାଶୁ ପକେଇଲା, ମୋ ସ୍ୱାମୀ ଆଣିକି ଦେଲା। ତାପରେ ତୁମ ଲଗେଇଦେନି, ଚୁଲିର ଲଗେଇଦେନି, ହୁଡୁ ହୁଡେଇକି ଦେଲା। ମାନେ ମା' ମୋତେ ରକ୍ଷା କର। ସେଇଠୁ ମୋ ସ୍ୱାମୀ ଶ୍ୱଶୁର ସାଇକି ପଳେଇଲେ, ଆଉ ଦେଖାଦେଲେ ନାହିଁ। ଶାଶୁ ବାଥରୁମ୍ କବାଟ ଦେଇଦେଲେ। ଭାଇ ବଗାରି ପାଖକୁ ଦୌଡ଼ିକି ଗଲା ବେଳକୁ ଲୁଗା ଛାୟା ବ୍ଲାଉଜ ପିନ୍ଧିକି କାନ୍ଦି କାନ୍ଦିକି ଆସିବେ ସେମାନେ। ମୋ ଦିଅର ନଥିଲା ଲୁଗା ଛାୟା ବ୍ଲାଉଜ ଜମାରୁ। ସେମାନେ ମୋତେ ଆମ୍ବୁଲାନ୍ସକୁ ନେଇ ଆସିଲେ। ସେ ପର୍ଯ୍ୟନ୍ତ ବି ମୋ ଶାଶୁ ଶ୍ୱଶୁର ସ୍ୱାମୀ ମୋ ପାଖକୁ ଆସିନଥିଲେ। କିଏ ତତେ ନିଆଁ ଲଗେଇଲେ? କିଏ? ମୋ ଶାଶୁ ଶ୍ୱଶୁର ସ୍ୱାମୀ 3 ଜଣ ଦାୟୀ। ସେମାନେ 3 ଜଣ କରିଥିଲେ। ସେଦିନ ମୁଁ ଶୁଣିଥିଲି ବି କହିଥିଲେ ୟାକୁ ଜୀବନରୁ ମାରିଦେବୁ ନହେଲେ ଡିଭୋର୍ସ ଦେବୁ। ୟାକୁ ଜୀବନରୁ ଆମେ ମାରିଦେବୁ ନହେଲେ ଜୀବନ ଦେଇଦେବୁ। ଆମେ ୟାକୁ ରଖିବୁନି। ଯୌତୁକ ନିର୍ଯାତନା କେସରେ ସବୁବେଳେ ଟର୍ଚର କରୁଥିଲେ ଦିନ ରାତି ଶାଶୁ ସ୍ୱାମୀ। ତା ଜିନିଷପତ୍ର ଉପରେ ଚାବି ଦେଉଛନ୍ତି। ତାପରେ ମାଳ ସେ ମାନେ ଟୋକା ବି ମାର ମାନେ ସେ ସୁଦାମ ପଣ୍ଡା ଡେଲି 4-3ଟା ବେଳେ ଆସିକି ତାକୁ ମାରେ, ସକାଳେ ବି ମାରେ। ତାପରେ ଭାଷା କୁହେ ଯେ ମୋତେ ବି ଭାଷା ବହୁତ ହାର୍ଡ଼ କରିକି ମୁଁ ଯେତେବେଳେ ଫୋନ୍ରେ କଥାବାର୍ତ୍ତା କରେ ମୋତେ ବି ବହୁତ ହାର୍ଡ଼ ଭାଷା କୁହେ। ସେଟା ତ ମୁଁ ଆଉ ଅସମୀ ଭାଷାରେ କୁହେ, ମୁଁ ତ ଆଉ ସେଟା କହିପାରିବିନି। ଯେଉଁ ଘଟଣା ଘଟିଗଲା ସେଥିପାଇଁ ଆମେମାନେ ସମସ୍ତେ ଦାୟୀ। ଯେଉଁମାନେ ଏ ଘଟଣା ଘଟେଇଲେ ସେମାନଙ୍କୁ ଏ ପବ୍ଲିକ୍ ସାମ୍ନାରେ ଛାଡ଼ିବା କଥା। ଯେଉଁଭଳି ଅବସ୍ଥାରେ ସେମାନେ ଏ ବୋହୂଟିକି ଜାଳି ପଡ଼ିଛନ୍ତି ସେଇଭଳି ଜାଳି ପଡ଼ିବା କଥା। ସେମାନଙ୍କୁ ଛାଡ଼ିବା କଥା ନୁହେଁ।